যাত্রা জগতরে হইচই নমিতা ভূঁয়া যাত্রা ছাড়িথিবা চর্চা। এ বর্ষ স্বপ্ন মহলরে নাহান্তি নমিতা। যাত্রা জগতর বরিষ্ঠ অভিনেত্রী নমিতা ভূঁয়া যাত্রারু অব্যাহতি নেইথিবা নেই জোরদার চর্চা ହେଉଛି। যাত্রা স্বপ্ন মহলরে ফাইনাল স্টারକାଷ୍ଟରୁ ନମିତାଙ୍କ ନାଁ ଅଚାନକ ଗାୟବ ହୋଇଯିବାକୁ ନେଇ ଯାତ୍ରା ଜଗତରେ ହୋଇଚଇ। ଫାଇନାଲ ସ୍ଟାରକାଷ୍ଟରେ କାହିଁକି ନମିତାଙ୍କ ନାଁ ନାହିଁ? ସେ ନିଜେ ଓହରି ଯାଇଛନ୍ତି ନା ଅନ୍ୟ କିଛି କାରଣ ଅଛି? ତା ଦେହ ଟିକେ ଅସୁସ୍ଥ ହୁଏ, ତାର ଥାଇରଏଡ, ଆଜମା ଆଉ ସବୁ ପ୍ରକାର ବିଭିନ୍ନ ପ୍ରକାର ରୋଗ ରହୁଛି। ସେଥିପାଇଁ କି ସେ ନିଜେ କହିଲା ମୋର ରେଷ୍ଟ ଦରକାର, ଯଦି ଦେହ ଭଲ ଲାଗିଲା ତାହେଲେ ତ ହୁଏତ ଯାତ୍ରା ପଡ଼ିକି ଫେରିପାରେ, ନହେଲେ ନାହିଁ ଘରେ ରହିବ। ଆଉ ଏବେ ଯାତ୍ରା ଗୋଟେ ଯାତ୍ରା ଭଳିଆ ଆଉ ସେମିତି ଦେଖିବାକୁ ମିଳୁନି। ଗୋଟେ ଦ୍ୱନ୍ଦ ଭିତରେ ଯାତ୍ରା ଗତି କରୁଛି, ୟାକୁ ନେଇକିରି କୌଣସି କିଛି ନା 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 ସେ ଦ୍ୱନ୍ଦ୍ୱକୁ ନାହିଁ, ସେ ଦ୍ୱନ୍ଦ୍ୱ ଫନ୍ଦ୍ୱ ସେମିତି କିଛି ନାହିଁ। ସେ କାରଣ ହୁ ଦୋସ୍ତ କାହାର ଦେହ ମୁଣ୍ଡ ଖରାପ ହବ କେହି ତ କହିପାରିବି ନା, କାହା ଦେହ ମୁଣ୍ଡ କେତେବେଳେ କଣ ହବ। ବାସ୍ତବରେ 2025-26 ବର୍ଷ ପାଇଁ ଯାତ୍ରା ସ୍ୱପ୍ନ ମହଲରେ ଷ୍ଟାରକାଷ୍ଟ ଫାଇନାଲ ହୋଇଥିଲା, କିନ୍ତୁ ଅଚାନକ ଏବେ ନମିତା ଏଥିରୁ ଆଉଟ୍ ହୋଇଯାଇଥିବା କୁହାଯାଉଛି। ସେ ନିଜେ ଯାତ୍ରା ଛାଡ଼ିଥିବା ଚର୍ଚ୍ଚା ମଧ୍ୟରେ କଥା ଉଠିଛି ଅସୁସ୍ଥ ଥିବା ଯାତ୍ରା ଗାୟିକା ମଞ୍ଜୁଶ୍ରୀ ମଣ୍ଡଳଙ୍କ କଥା। ମଞ୍ଜୁଶ୍ରୀଙ୍କ ପାଇଁ ନମିତା ଯାତ୍ରା ଛାଡ଼ିଥିବା କୁହାଯାଉଛି। ନିକଟରେ ଏକ ଯାତ୍ରା ଚାଲିଥିବା ବେଳେ ନମିତା ଓ ତାଙ୍କ ସାଥୀ କଳାକାର ମଞ୍ଜୁଶ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଭିକ୍ଷା କରିଥିଲେ। ମଞ୍ଜୁଶ୍ରୀଙ୍କ ଭିଡିଓ ସେୟାର କରି ତାଙ୍କ କିଡନୀ ରୋଗ ଚିକିତ୍ସା ପାଇଁ ସହାୟତା ଲୋଡ଼ିଥିଲେ। କିଏ କେବେ ଦେଖିଛ କି କଳାକାର କାନ୍ଦିବାର? ଗୀତ ଗାଇ କଳାକାର ମାନେ ପୁରା ମାହୋଲକୁ ଭିଜେଇ ଦେଇଥିଲେ, କିନ୍ତୁ ଏସବୁ କିଛି ମାଲିକଙ୍କୁ ପସନ୍ଦ ଆସିନଥିଲା। କିଛି ଯାତ୍ରାପାର୍ଟି ମାଲିକ ଏହାକୁ ବିରୋଧ କରି ଅଭିଯୋଗ କରିଥିଲେ। ଏହାକୁ ନେଇ ନମିତା ଅସନ୍ତୁଷ୍ଟ ହୋଇ ଯାତ୍ରା ଛାଡ଼ିଥିବା କୁହାଯାଉଛି। କିନ୍ତୁ ଏନେଇ ନମିତା କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି, କେବଳ ଅସୁସ୍ଥତା କାରଣରୁ ଯାତ୍ରା ଛାଡ଼ିଥିବା କହିଛନ୍ତି। ସେପଟେ ସ୍ୱପ୍ନମହଲ ଯାତ୍ରାପାର୍ଟି ପକ୍ଷରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡି ଓ କୋଏଡାରୁ ସୁନୀଲ ପଣ୍ଡାଙ୍କ ରିପୋର୍ଟ, OTV।